ଏବେ ହଁ ମାରି ଦେଇକି ପରବର୍ତ୍ତୀ ସମୟରେ କ'ଣ କରିଥିଲେ ଅଲଗା କଥା ହେଇଥାନ୍ତା। ତେଣୁ ନେତୃତ୍ୱ ନେବାର ବୟସ କେବେ ବି ବାଧକ ହେଇନଥାଏ। ନେତୃତ୍ୱ ନେବା ପାଇଁ ତମମାନଙ୍କର ଗୋଟିଏ ଜିନିଷ ଆବଶ୍ୟକତା ଅଛି, ସେଟା ହେଉଛି ମାନସିକତା। ତୁମକୁ ଭାବିବାକୁ ପଡ଼ିବ ତୁମେ ହେଉଛ ନେତା। ନେତା କେବଳ ନିର୍ବାଚନ ନେତା କହୁ ନାହିଁ। ତୁମେ ଯୋଉ ଯୋଉ କ୍ଷେତ୍ରରେ ଆଗାମୀ ଦିନରେ ଯିବ, କିଏ ଚାହିଁବ ଭଲ ବ୍ୟବସାୟୀଟିଏ ହେବ ଜୀବନରେ, କିଏ ଚାହିଁବ ଭଲ ମୁଁ କୃଷକଟିଏ ହେବି, କି ଇଞ୍ଜିନିୟରଟିଏ ହେବି, କି ଲେଖକଟିଏ ହେବି, କିଏ ଚାହିଁବ ଦେଶ ସେବାରେ ନିଜକୁ ନିୟୋଜିତ କରିବି, ଆର୍ମିରେ ହଉ, ଏୟାରଫୋର୍ସରେ ହଉ, ନେଭାଲରେ ହଉ, ଏମିତି ଚାହିଁବ କି ନାହିଁ? ତୁମେ ମାନେ ଯୋଉ ଯୋଉ କ୍ଷେତ୍ରରେ ଥିବ ସେଇ କ୍ଷେତ୍ର ଗୁଡ଼ିକରେ ତୁମମାନଙ୍କୁ ନେତୃତ୍ୱ ନେବାକୁ ପଡ଼ିବ। ସେ ଛୁଆଟି ଭଲ ଗୀତ ଗାଉଛି, ସେ ଚାହିଁବ ମୁଁ କଲେଜରେ କେମିତି ଗୋଟିଏ ଗୀତକୁ ରିଲେଟ୍ କରିକି କୌଣସି ଗୋଟେ କ୍ଲବଟିଏ ଖୋଲୁ, କି ସେଠି ପ୍ରଶିକ୍ଷଣ ମିଳୁ। ଜଣେ ଭଲ ଭାଷଣ ଦେଉଛି, ସେ ଚାହିଁବ କେମିତି ମୁଁ କଲେଜରେ ଗୋଟେ ସାମାଜିକ କଥାକୁ ନେଇକି, ସାମ୍ପ୍ରତିକ ବିଷୟବସ୍ତୁକୁ ନେଇକି ଗୋଟେ ସମ୍ପାନଟିଏ ହଉ, ଗୋଟେ ସେମିନାରଟିଏ ହଉ। ଏଗୁଡ଼ା ସବୁ ହେଉଛି ନେତୃତ୍ୱ ନେବାର ଗୋଟିଏ ଗୋଟିଏ ଉପାଦାନ। ତେଣୁ ପିଲାମାନେ, କଲାମ କହିଥିଲେ, ଆମ ପୂର୍ବତନ ରାଷ୍ଟ୍ରପତି, ଯେ ସ୍ୱପ୍ନକୁ ବଡ଼ କର, ସ୍ୱପ୍ନ ଦେଖ। ତେଣୁ ତୁମମାନଙ୍କ ଉପରେ ଆଜିର ଦିନରେ ଏ ରାଜ୍ୟ ବହୁତ କିଛି ନିର୍ଭର କରୁଛି।